ଦୟାକରି ସାଙ୍ଗମାନେ ଏହି ଭିଡିଓକୁ ଥରେ ଦେଖନ୍ତୁ। ଯେତିକି ବି ଆମର ବାପା ମା ଅଛନ୍ତି ଏବଂ ତାଙ୍କର ଛୁଆ ଯାକ ଯଦି ସ୍କୁଲ ଯାଉଛନ୍ତି ଦୟାକରି ଏହି ଭିଡିଓ ସେୟାର କରନ୍ତୁ ଅଧିକରୁ ଅଧିକ, ଯାହା ଫଳରେ ଆମର ଡ୍ରାଇଭର ଭାଇ ମାନେ ଏହି ଭିଡିଓ ଦେଖିଲା ପରେ ଜାଣିପାରିବେ। ତ ଚାଲନ୍ତୁ ସାଙ୍ଗମାନେ ଏହି ଭିଡିଓରେ କଣ ସବୁ ଘଟିଛି ଆଗକୁ ଆଲୋଚନା କରିବା। ତ ସାଙ୍ଗମାନେ ଏହି ଡେମୋରେ ଦେଖନ୍ତୁ ସ୍କୁଲ ବସ୍ ଟା ପିଲାମାନଙ୍କୁ ନେଇକି ଯାଉଛି, ହଠାତ୍ ଆକ୍ସିଡେଣ୍ଟ ହେଇଯାଉଛି ଯାହା ଫଳରେ କି ପିଲାମାନେ ଛଟପଟ ହୋଇ ପଡି ଯାଉଛନ୍ତି। ତ ସାଙ୍ଗମାନେ ମୋର ଅନୁରୋଧ କି ଯେତିକି ଆମର ଡ୍ରାଇଭର ଭାଇ ମାନେ ଅଛନ୍ତି ଦୟାକରି ଗାଡି ସ୍ପିଡ ରେ ଚଲାନ୍ତୁ ନାହିଁ ଏବଂ ଅନ୍ୟ ମନସ୍କରେ ରୁହନ୍ତୁ ନାହିଁ, ସାଧାରଣ ଛୋଟ ପିଲାମାନଙ୍କର ଜୀବନ ଚାଲିଯିବ। ତ ସାଙ୍ଗମାନେ ଦେଖିପାରୁଥିବେ ଏହି ଭିଡିଓରେ କୁନି କୁନି ଛୁଆ ଯାକ ବସିକି ଯାଉଛନ୍ତି, ହଠାତ୍ ଯେତେବେଳେ ଗାଡି ଆକ୍ସିଡେଣ୍ଟ ହେଇଯାଉଛି ଯାହା ଫଳରେ କି ପିଲାମାନେ ଚିନ୍ଚତ୍ର ହୋଇ ପଡି ଯାଉଛନ୍ତି। ଦେଖିପାରୁଥିବେ ଏହି ଭିଡିଓ ଭଲରେ ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖେଇ ଦେଉଛି। ତ ମୋର ବାପା ମା ଏବଂ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ଏହି ଭିଡିଓ ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ, ଯାହା ଫଳରେ କି ଡ୍ରାଇଭର ଭାଇ ମାନଙ୍କ ପାଖରେ ପହଞ୍ଚି ପାରିବ। ତ ଯେତେ ବି ଆମର ଡ୍ରାଇଭର ଭାଇ ମାନେ ଗାଡିର ଗତି ସ୍ପିଡ କରନ୍ତୁ ନାହିଁ ଏବଂ ଅନ୍ୟ ମନସ୍କ ହୁଅନ୍ତୁ ନାହିଁ। ମେନ୍ ଜିନିଷ ହଉଛି ନିଶା ଦ୍ରବ୍ୟ ଖାଇ ଗାଡି କେବେ ଚଲାନ୍ତୁ ନାହିଁ। ତ ସାଙ୍ଗମାନେ ଏହି ମେସେଜ ଯଦି ଆପଣ ମାନଙ୍କୁ ଭଲ ଲାଗିଛି ତାହେଲେ ନିହାତି ଲାଇକ୍ ସେୟାର କମେଣ୍ଟ ଏଣ୍ଡ ସବସ୍କ୍ରାଇବ କରିବେ ଏବଂ ଅଧିକରୁ ଅଧିକ ଏହି ଭିଡିଓ ସେୟାର କରିବେ ବୋଲି ମୋର ଆଶା ଅଛି।